ତେଣୁ ସୁଜାତା ମ୍ୟାଡାମ ଆସିବାକୁ ରାଜନୈତିକ ଯୋଉମାନେ ଅଛନ୍ତି ସେମାନେ ଗ୍ରହଣ କରୁନାହାନ୍ତି କାରଣ ସେମାନେ ତାଙ୍କ ଜୀବନଟା ନାଁରେ ହିଁ ବଞ୍ଚିଛନ୍ତି। ନାଁରେ ହିଁ ତାଙ୍କର କାମ ନାହିଁ, ନାମରେ ହିଁ ବଞ୍ଚିଛନ୍ତି, କାମ ନାହିଁ। ତେଣୁ ସିଏ ଦେଖୁଛନ୍ତି ଯେତେବେଳେ କାମ କରୁଥିବା ଲୋକ ଆସୁଛନ୍ତି ସେତେବେଳେ ନାଁ ଥିବା ଲୋକମାନେ ତାଙ୍କୁ ଭୟ ଲାଗିବା ସ୍ୱାଭାବିକ। ଆପଣ ଦେଖନ୍ତୁ ଏମାନେ କଣ କରୁଛନ୍ତି, ଏମାନେ କିଛି କରିନାହାନ୍ତି, ଖାଲି ଗୋଟେ ଷ୍ଟାମ୍ପ ବାଜିଯାଇଛି ମନ୍ତ୍ରୀ ଅମୁକ ସମୁକ ଏମିତି ଗୋଟେ ଗୋଟେ ଷ୍ଟାମ୍ପ ବାଜିଯାଇଛି। ଦେଖନ୍ତୁ ଇଏ ନାଁକୁ ନେଇକି ଯୋଉ କଥା କହୁଛନ୍ତି କିଛି ଲୋକ ଥାଆନ୍ତି ନାଁ ପଛରେ ପଡିଥାନ୍ତି, ମୁହଁରେ ଜୟ ଶ୍ରୀରାମ ନାଁ କୁହନ୍ତି କିନ୍ତୁ ଏଣେ ରାମ ମନ୍ଦିର ଚୋରି ହଉଛି। ନାଁରେ କଣ ଥାଏ, ନାଁ କିଏ ଦେଇଥାଏ? ଆପଣ ତ ଜଣେ ବହୁତ ବଡ ସାମ୍ବାଦିକ ସିଲୁ ବାବୁ, ନାଁ କିଏ ଦେଇଥାଏ? ନାଁ ବାପା ମା ଦେଇଥାନ୍ତି। ସତ୍ୟ କଣ? ସତ୍ୟ ହଉଛି ଆପଣଙ୍କର ଚେତନା ଏବଂ ଆପଣଙ୍କର ଶରୀର, ଏଇଟା ହଉଛି ସତ୍ୟ। ଆପଣ ଯାହା କହୁଛନ୍ତି ଯୋଉ ଆଚରଣ କରୁଛନ୍ତି ସେଇଟା ହିଁ ସତ୍ୟ। ନାଁଟା ତ ବାପା ମା ଦେଇଛନ୍ତି। ଆପଣ ଦେଖନ୍ତୁ ଆମର ସୌମ୍ୟ ବାବୁଙ୍କ ଝିଅ ସେ ତ ମହାନ୍ତି ଘରେ ବାହା ହେଇଛନ୍ତି, ସେ ତନୟା ପଟ୍ଟନାୟକ ଲେଖୁଛନ୍ତି ନା ନାଇଁ? ତେଣୁ ଗୋଟେ ନାରୀ କି ନାରୀ ବହୁତ ଥର ହଇରାଣ ହେଇଛି, ମାନେ ବଞ୍ଚିଥିବା ଅବସ୍ଥାରେ ଯୋଉମାନେ ଭଲ କାମ କରିଛନ୍ତି ସେମାନେ କାହାକୁ ଛଡା ଯାଏନି। ଯୀଶୁଖ୍ରୀଷ୍ଟ କ୍ରୁଶବିଦ୍ଧ ହୋଇଛନ୍ତି, ପ୍ରଭୁ ଶ୍ରୀରାମଙ୍କର ମାନେ ଏଭଳି ଅବସ୍ଥା ହେଲା ଯେ ମା ସୀତାଙ୍କୁ ଦବାକୁ ପଡିଲା ପରୀକ୍ଷା, ଅଗ୍ନି ପରୀକ୍ଷା ଦବାକୁ ପଡିଲା। ଏପଟେ ଏକୁଟିଆ ହେଇକି ପ୍ରଭୁ ଶ୍ରୀକୃଷ୍ଣ ଶିଆଳି ଲଟା ମୂଳରେ ଶୋଇଛନ୍ତି, ଜାରାସବର ତୀର ମାରୁଛି। ତେଣୁ ଦେଖନ୍ତୁ ଜୀବନଟାଙ୍କ ଯୋଉମାନେ ଭଲ ଲୋକ ସେମାନଙ୍କୁ ବଦନାମ କରାଯାଇଛି, କିଛି ଜଣ ଥାଆନ୍ତି କୁଚକ୍ରୀ ଥାଆନ୍ତି ସେମାନେ ବଦନାମ କରନ୍ତି, କିନ୍ତୁ ସେମାନେ ତାଙ୍କର ଯୋଉମାନେ ଭଲ କାମରୁ ସେମାନେ ବିଚ୍ୟୁତ ହୁଅନ୍ତି ନାହିଁ। ଆଜି ମହିଳା ଯେତେବେଳେ କାନ୍ଦୁଛି, ଯୋଉ ମା ମାନଙ୍କୁ ଘର କୋଣରୁ ବାହାର କରିକି ଆକାଶ ଛୁଏଁଥିଲେ ସୁଜାତା ମ୍ୟାଡାମ ଛୁଏଁଥିଲେ, ସେଇ ମହିଳା ଆଜି କାନ୍ଦୁଛି। ଆଜି ଆପଣ ଦେଖନ୍ତୁ ଯେତେକ ଘଟଣା ଘଟୁଛି, ଯୋଉ ଭିଡ ହତ୍ୟା କୁହନ୍ତୁ କି ଯୋଉ ବଳାତ୍କାର କୁହନ୍ତୁ କି ଯୋଉ ହତ୍ୟା କୁହନ୍ତୁ କି ଯୋଉ ଅପହରଣ କୁହନ୍ତୁ, ଯାହା ବି ଘଟୁଛି ତାର ଏଣ୍ଡ ପ୍ରଡକ୍ଟ ବା ତାର ଶେଷରେ କିଏ ହଉଛି ବେଶୀ ସବୁଠୁ କ୍ଷତିଗ୍ରସ୍ତ ହଉଛି? ମାଟିଏ ହଉଛି। ତେଣୁ ଯୋଉ ମା ମୁହଁରେ ହସ ଫୁଟେଇଥିଲେ ସୁଜାତା ମ୍ୟାଡାମ, ବର୍ତ୍ତମାନ ସେଇ ମା ମୁହଁରେ ସେଇ ମା ଆଖିରେ ବର୍ତ୍ତମାନ ଲୁହ। ସୁଜାତା ମ୍ୟାଡାମ ଆସିବାକୁ ରାଜନୈତିକ ଯୋଉମାନେ ଅଛନ୍ତି ସେମାନେ ଗ୍ରହଣ କରୁନାହାନ୍ତି କାରଣ ସେମାନେ ତାଙ୍କ ଜୀବନଟା ନାଁରେ ହିଁ ବଞ୍ଚିଛନ୍ତି। ନାଁରେ ହିଁ ତାଙ୍କର କାମ ନାହିଁ, ନାମରେ ହିଁ ବଞ୍ଚିଛନ୍ତି, କାମ ନାହିଁ। ତେଣୁ ସିଏ ଦେଖୁଛନ୍ତି ଯେତେବେଳେ କାମ କରୁଥିବା ଲୋକ ଆସୁଛନ୍ତି ସେତେବେଳେ ନାଁ ଥିବା ଲୋକମାନେ ତାଙ୍କୁ ଭୟ ଲାଗିବା ସ୍ୱାଭାବିକ। ଆପଣ ଦେଖନ୍ତୁ ଏମାନେ କଣ କରୁଛନ୍ତି, ଏମାନେ କିଛି କରିନାହାନ୍ତି, ଖାଲି ଗୋଟେ ଷ୍ଟାମ୍ପ ବାଜିଯାଇଛି ମନ୍ତ୍ରୀ ଅମୁକ ସମୁକ ଏମିତି ଗୋଟେ ଗୋଟେ ଷ୍ଟାମ୍ପ ବାଜିଯାଇଛି। ହଁ ଏଇଟା ପରା ସେମାନେ ଯୋଉମାନେ ନାଁରେ ବଞ୍ଚିଛନ୍ତି, କେବଳ ଗୋଟେ ନାଁରେ, ଗୋଟେ ପଦରେ, ଗୋଟେ ଅମୁକରେ ସମୁକରେ ଏଇଥିରେ ବଞ୍ଚିଛନ୍ତି ଯୋଉମାନେ, ସେମାନଙ୍କୁ ତ ଭୟ ଲାଗିବ କାରଣ ସେମାନେ କାମ କି ଦେଖେଇବାକୁ କିଛି ନାହିଁ। ଯୋଉ ଲୋକଟି ଆପଣଙ୍କୁ କହୁଛି ନାମ ବିଷୟ ତାକୁ ପଚାର ତୁମେ କଣ କାମ କରୁଛ? ଦ ମୋମେଣ୍ଟ ୟୁ ଆସ୍କ ଦିସ୍, ଏଭ୍ରିଥିଂ ଉଡ୍ ବି ଗନ୍। ବୁଝିପାରିଲେ କି? ତେଣୁ ଏଟା ଲଢେଇ ହଉଛି ନାମ ଆଉ କାମ ଭିତରେ। ଓଡିଶା ଲୋକମାନେ 2024ରେ ସେଇ ଭୁଲ ଟିକେ କରିଦେଇଥିଲେ, ଏଇ ନାମ ପଛରେ ପଡିଲେ। ଯୋଉ ଲୋକଟି କାମ କରିଥିଲା, ଓଡିଶା ବିଶ୍ୱବିଦ୍ୟାଳୟ କରିଥିଲା, ଅକ୍ଷର ଭୂମି କରିଥିଲା, କଳା ଭବନ କରିଥିଲା, ଯୋଉ ଲୋକଟି ଲୋୟର ସୁକ୍ତେଲ ଡ୍ୟାମ କରିଥିଲା, ଯୋଉ 11ଟି ମେଡିକାଲ କଲେଜ କରିଥିଲା, ଯୋଉ ବିଜୁ ଏକ୍ସପ୍ରେସ ୱେ କରିଥିଲା, ଗଙ୍ଗାଧର ମେହେରେ ଜଳସେଚନ ପ୍ରକଳ୍ପ କରିଥିଲା, ଧାଇଁ ଧାଇଁକି ଯୋଉଗୁଡିକ 5ଟି ଶ୍ରୀମନ୍ଦିର ପରିଚାଳନା ପ୍ରକଳ୍ପଠୁ ଆରମ୍ଭ କରି ସମଲେଇ ମନ୍ଦିର ପରିଚାଳନା ପ୍ରକଳ୍ପଠୁ ଆରମ୍ଭ କରିକି ଯୋଉ ଲୋକଟି କାମ କରିଥିଲା, ଏ ନାଁରେ ଏମାନେ ତାକୁ ହଇରାଣ କରିଦେଲେ, ଏ ନାଁରେ। ତେଣୁ କାମକୁ ଦେଖିଲେନି ଓଡିଶା ଲୋକ 2024ରେ, କାମକୁ ଦେଖିଲେନି, ନାମକୁ ଦେଖିଲେ, ସେଇଥିପାଇଁ ନାମ ନଉଛନ୍ତି। ଭୋଟ ଦେଲେ ଫୁଲରେ, ନାମ ନେଲେ ଭଲରେ। ତେଣୁ ବର୍ତ୍ତମାନ ଯୋଉ ଅବସ୍ଥା ସୃଷ୍ଟି ହେଇଛି ଓଡିଶାରେ, ଓଡିଶାର ଆଉ କୌଣସି ଜିନିଷ, ଓଡିଶାର ପ୍ରାକୃତିକ ସମ୍ପଦ ଆଉ ସୁରକ୍ଷିତ ନୁହେଁ, ଆଉ କିଛି ଲୋକ ବି ସୁରକ୍ଷିତ ନୁହେଁ। ଏଭଳି ଅବସ୍ଥାରେ ସୁଜାତା ମ୍ୟାଡାମ ଆସିଛନ୍ତି, ଏଇଟା ଗୋଟେ ଆଶୀର୍ବାଦ ସଦୃଶ, ଗୋଟେ ବରଦାନ ସଦୃଶ।